ହେଲା ଟିକେଟ ପୁଣି ମତେ ମିଳିବନି? ତୁ ଯୋଉ କଥା କହୁଛୁ ବୁଝିପାରୁଛୁ। ମତେ ଏ ଦଳରେ ନ ଦିଅନ୍ତୁ, ମୁଁ ଅଲଗା ଦଳକୁ ପଳେଇବି। ସେ ଦଳରେ ନଦେଲେ ସେ ଦଳକୁ ପଳେଇବି, ସେ ଦଳରେ ନଦେଲେ ସେ ଦଳକୁ ପଳେଇବି। ଆମେ ଲାଷ୍ଟକୁ ରହିଛି କଣ ଜାଣିଛୁ? ସ୍ୱାଧୀନ। ଆଇଲୁ ରଘୁ, ଏଇଠି ବସିବା ଠାକୁରଙ୍କ ପାଖରେ। ପ୍ରଭୁ ମତେ ଏଇଥରକ ଏଇ ନିର୍ବାଚନ ବୈତରଣୀ ପାରି କରିଦିଅ ପ୍ରଭୁ। ହୁଣ୍ଡାଟା ଭଳିଆ ଠିଆ ହେଇଛୁ କଣ? ମାରୁନୁ ମୁଣ୍ଡିଆ ଠାକୁରଙ୍କୁ। ମୁଁ ସକାଳେ ମୁଣ୍ଡିଆ ମାରି ଯାଇଥିଲି। ସକାଳେ ମୁଣ୍ଡିଆ ମାରିକି ଯାଇଥିଲୁ? ଏବେ ଏଇ ଠାକୁର ଚାହିଁଲେ ଆମକୁ ପାରି କରିବେ। ହଉ ହଉ ପ୍ରଭୁ ରକ୍ଷା କର ପ୍ରଭୁ। ହଁ ଦେ ବସ ଏଠି। ତେବେ ଯୋଉ କାମ କହିଥିଲି କରିଲୁ? ଖାତା ଖତିଆନ ସବୁ କୁଆଡେ ଗଲା? ହଁ ଖାତା ଆଣିଛି। ତମେ ତ ଯୋଉ ଭଳିଆ ଲିଷ୍ଟ ଦେଇଛ 80-85 ଲୋକଙ୍କୁ ପୁରା ମୁଁ ସେଟ୍ କରିଦେଇଛି। ଆଉ କେତେ ଆଉ 30 ପଞ୍ଚାୟତରୁ ମୁଁ 15ଟା କରିସାରିଲିଣି। ଆଉ କେତେ ଲମ୍ବା ଲିଷ୍ଟ ମୁଁ କେତେ ବୁଲିବି? କଣ କେତେ ବୁଲିବୁ ମ? ଏବେ ବୁଲିଲେ ସିନା ଆମକୁ ଭୋଟ ମିଳିବ। 15 ଦିନ ପିଜା 15 ଦିନ ହେଲା ତ ବୁଲୁଛି। ଆଉ 15 ଦିନ ବୁଲିବୁନି ଆଉ କଣ ମୁଁ ବୁଲିବାକୁ ଯିବି? ଆଉ 2-4 ଘର ଅଛି, ତମେ ଲିଷ୍ଟ ଦେଖିଦିଅ, କାହା କାହା ନାଁ ସବୁ ପଢିଦିଅ। ମୁଁ ସମସ୍ତଙ୍କୁ ବି ଫୋନ କରିଛି, ସମସ୍ତଙ୍କୁ ଫୋନ କରିଦେଇଛି। ଆଉ ବା ରହିଲା 20ଟା ଦିନ ଜମା ଇଲେକ୍ସନ। ଏବେ ଫୋନ କରିକି କହିଲେ ସିନା ମୁଁ ସେଇ ହିସାବରେ ବ୍ୟବସ୍ଥା କରିବି, ସିଏ ଆସିବେ ବୋଲିକା। ଇସା ସମସ୍ତଙ୍କୁ କହିଦେଇଛି, ସମସ୍ତଙ୍କୁ ବି କହିଦେଇଛି ତମେ 3-3ଟା ଯୋଉ କମ୍ପାନୀ କରିବ ତା ଦେହରେ ବି କାମ ଦବ, ତାକୁ ବି କହିଦେଇଛି। ଆଉ ସମସ୍ତଙ୍କୁ ଡାକୁଛ, ଫେରେଇ ପାରିବ ତ ସେମାନଙ୍କୁ? ଯିଏ ଅଧେ ରହିବେ ଅଧେ ଯିବେ, ଫେରେଇ ପାରିବ ତ? ଫେରେଇବା ବ୍ୟବସ୍ଥା କରିଛ? ସେ ବ୍ୟବସ୍ଥା ହୁଣ୍ଡାଟାରେ ତମେ ଲିଷ୍ଟ ଦେଖ ତାପରେ ମତେ କହିବ। ମତେ କହିଲୁ ଆଗ କୋଉ ଲୋକଟି ଯିଏ ନିର୍ବାଚନ ଲଢୁଛି କୋଉ କଥା କହିକିନା କୋଉ କଥା ରଖୁଛି, ମତେ କହିଲୁ ଗୋଟାଏ କଥା। ହଉ ହେଲା, ମୁଁ ଫୋନ କରିକି ସମସ୍ତଙ୍କୁ ଜଣେଇଦେବି, ତମେ ସବୁ ରଖିବ ସମସ୍ତଙ୍କୁ। ଆଉ ରଖିବୁ, ମୁଁ କମ୍ପାନୀ କରିବି କି ନ କରିବି ସେଟା ତୋ ମୋ ଭିତର କଥା। ତୁ ଏତେ ଆଗ ଚଲା ହେଇକି କାହିଁ ଗପି ଯାଉଛୁ? ଆଉ ମତେ ଯିଏ ପଚାରିବେ ମୁଁ ତାଙ୍କୁ ଆନ୍ସର କଣ ଦେବି? ତୁ କଣ ଆନ୍ସର ଦବୁ? ତୁ କହିଦଉନୁ ପିଇସା ଆମର ଯାହା କହିବେ ସବୁ ଅକ୍ଷର ଅକ୍ଷର ପାଳନ ହବ। ହଉ ଠିକ ଅଛି, ମୁଁ କହିବି। ଆଉ କହିବୁ? ହଇ ଶୁଣୁ, ତାଙ୍କୁ ସବୁ ପଚାରିଲୁ, ଗୋଟା ଗୋଟା କି ପଚାରିବୁ, ତାଙ୍କୁ ବୁଝିଲୁ? ତମେ ଜଣଙ୍କୁ କହିଦିଅ। ନ କହିଲୁ ଜଣଙ୍କୁ କଦିକି ମୁଁ ଆଉ କହି ଶୁଣୁ, ଜଣକୁ ଟିକେ ନଟିଆକୁ କହିଦିଅ। ନଟିଆକୁ କହିଦେଲା ପରେ ମୁଁ ଆଉ ସମସ୍ତଙ୍କୁ କହିବି। ହଇ ଶୁଣୁ, ଲଗେଇଛୁ ନଟିଆକୁ ଲଗେଇଛି। ଦେଖୁନୁ ଠିକ ଟାଇମ ବେଳ ଏଇ ଆଖିଟା ଦିହରେ କଣ ଗେଞ୍ଜି ହେଇଯାଇଛି, ସେଟା ମତେ ଆଉ ଦେଖା ହଉନି। ହଁ ନଟିଆ ଆଖିରେ। ହଁ ବା ମୁଁ ବାବା ଯାହା କହୁଥିଲି। ହଁ ଭଲ ଅଛୁ ବାପା? ହଁ ହଁ। ଆଉ ମୁଁ କହୁଥିଲି ଆଉ ଆସିବୁନି ଇଲେକ୍ସନ? ମୁଁ ଫୋନ କରିଥିଲି, ପଚାର। ରଘୁଆ ଫୋନ କରିଥିଲା? ହଁ ବା ହଁ ମୁଁ ପୁଣି ଠିଆ ହେଇଛି। ହଁ ଟିକେଟ ବା ମତେ ମିଳିକି ଥୁଆ, ତୁ ଏତେ ବ୍ୟସ୍ତ କାହିଁ ହଉଛୁ? ଏଇ ଗୋଟେ କାମ କରିବ, କଣ କହିଲ? ତମେ ମତେ ତୋ ପାଖରେ ଆଉ ଆମ ଆଖପାଖର ପିଲା କିଏ ଅଛନ୍ତି କି? କଣ ହେଲା, ସେ ଯୋଉ ଶାରଦା ଗାଁରେ ଅଛନ୍ତି 8 ଜଣ, କଲ୍ୟାଣପୁରରେ ଅଛନ୍ତି 10 ଜଣ, ମାନେ ସେଇ ପାଖ ଆଖ ଗୋଟାଏ ଇଏରେ ରହୁଛୁ। ଆଉ କଣ? ହଉ ବାପା ଶୁଣୁ, ମୁଁ ଆଉ ଜଣକୁ ଆଉ ଟିକେଟ କରିକି ଆଉ ଦେଇପାରିବି? ତମେ ନିଜେ ଚିନ୍ତା କଲ। ବସ୍ ରିଜର୍ଭ ହେଲା ଭଳିଆ ମୁଁ ଗୋଟା ଟ୍ରେନ ରିଜର୍ଭ କରିଦେବି ପୁରା। ତମେ ସବୁ ଠିକ ଟାଇମରେ, ଗୋଟାଏ ଟାଇମ ମୁଁ ତମକୁ କହିବି, ସେଇ ଟାଇମରେ ଆସି ସବୁ ଷ୍ଟେସନରେ ପହଞ୍ଚିବ। ବା ତମେ ବ୍ୟସ୍ତ କାହିଁ ହଉଛ? ମୁଁ ସେ ବ୍ୟବସ୍ଥା କରିଦେବିନି। ଏକାଠି ହେଇକି ଫୋନ କରିବ, କହିଦିଅ। ମଦ ମାଂସ ପୁରା ଉଡିବ ବଢିକି। ବ୍ୟସ୍ତ ବୋଲେ ଜଣେ ଗୋଟାଏ ଲେଖା ମୁଁ ଗଛ ରଖିଛି, ଗୋଟାଏ ଲେଖା ଗଛ। ହଉ ରହୁଛି ବାବା। ରଘୁ ଆଖିରେ। ହଁ ପିଜା। ଯୋଉ କତିକି ଲଗେଇଥିଲୁ, ସେ ଯୋଉ ଚିକୁ କତିକି ଫୋନ ଲଗେଇଥିଲି। ଆଉ ଯୋଉ 7 ବାଟିଆ ସେ ବାଇଆ? ହଁ ବାଇଆକୁ ଲଗେଇଥିଲି। ଆଉ ଯୋଉ ଆମର ଟେରୁ? ଟେରୁ ସାଙ୍ଗରେ ଟିକେ ତମେ କଥା ହେଇଯାଅ।
ଟେରୁ ସାଙ୍ଗରେ କଥା ହେବି। ହଉ ରହିଥା ରହିଥା ମୁଁ ତତେ କହୁଛି ରହିଥା। ମୁଁ କେତେ ଜଣଙ୍କ ନାଁ ତତେ ମନେ ପକେଇ ଦଉଛି। ଏବେ ମେନ୍ ଲୋକ ସବୁ ସେଗୁଡାକ। ଆଉ ଗୋଟା ଯୋଉ ଧଡି ବଲିକା ଯୋଉ ଅଛି ବମ୍ବେରେ ପ୍ୟାଣ୍ଟ ସାର୍ଟ ତିଆରି କରୁଛି। ହଁ 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 ମନେ ପଇଲା। ତମ ଖାତାଟା ଦେଲ ହଁ ନେ ଏକର ପେଜରେ ଅଛି ବାହାକର। ସିଏ ସବୁ ମେନ୍ ଲୋକ। ଟେରୁ କତିକି ଲଗେଇଲୁ ଫୋନ। ମୁଁ ଆଗ ଟେରୁ ସାଙ୍ଗରେ କଥା ହୁଏ ତାପରେ ଧଡି ସାଙ୍ଗରେ କଥା ହେବି। ହଉ ଠିକ ଅଛି ଦେଖିଦଉଛି। ଆଉ ରଞ୍ଜନ ରଞ୍ଜନକୁ ମୁଁ କଥା ହେଇଯାଇଛି। ରଞ୍ଜନ ସାଙ୍ଗରେ କଥା ହେଇଯାଇଛି। ଆଉ ଏ ଯୋଉ ଭାରତ ହଁ ଭାରତ ତ ଲାଗିଲାନି ଫୋନ ଟା। ତମେ ଆଗ ଟେରୁ ସାଙ୍ଗରେ କଥା ହେଇଯାଅ। ମୁଁ ତାପରେ ଭାରତକୁ ଆଉଥରେ ହଉ ଲଗେଇ। ଦେ ଲଗା ଦେ। ପିଇସା ହଁ ଗୋଟେ କଥା କହିବି। ହଁ ତମେ ଏତେ ଜଣଙ୍କୁ ଫୋନ ଫାନ କରିକି ଡାକୁଛ। ହଁ ପେଟ ପାଟଣା ପାଇଁ କେତେ ଦୂର ଯାଇଛନ୍ତି। ହଁ। ମିଛ ପ୍ରତିଶ୍ରୁତି ଦଉଛ। ସେମାନେ ଆସିଲେ ପୁଣି ଗାଁରେ ଏମିତି ହତାହତାର କରିବ। କଣ ମିଛ ତ କାହିଁ ଏମିତି କଥା ତାଙ୍କୁ। ଓହୋ ତତେ କିଏ କହିଥିଲା ତତେ ଏତେ କଥା ଗପିବାକୁ? ଦେ ନଗାବେ ଫୋନ ଦେ ମତେ। ନା ସେମାନେ ଆସିବେ ପୁଣି ସେମାନେ ପେଟ ପାଟଣା ଶୁଣ ପେଟ ପାଟଣା ପାଇଁ ଯାଇଛନ୍ତି କେତେ ଦୂର। ଭୋଟ ପାଇଁ ତମ ପାଖକୁ ଆସିବେ। ତମେ ଦେଖିଲା ବେଳକୁ ମିଛ ପ୍ରତିଶ୍ରୁତି ଦେଇକି ତାଙ୍କୁ ବିଦା କରିବ। ଏଇଟା କଣ ଠିକ କଥା? ଆବେ ହେଇ କଥା ହବ ଟେରୁ ହଁ 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 ମୁଁ ବାବା ଦାଦା କହୁଥିଲି। ହଁ କୋଉଠି ଅଛୁ ଅବିକା? ଚେନ୍ନାଇରେ? ହଁ ବାବା ତୁ କାହିଁ ଏତେ ବାଟ ଯାଉଛୁ କହିଲୁ? ତୁ ଏଇଥରକ ପଳେଇଆ। ମୁଁ ବା ଗାଁରେ ଏଇଥରକ ମୁଁ 3ଟା କମ୍ପାନୀ ବସେଇବି। ହଁ ସିଏ ମୋର ସେଥିରେ ବାପା ଲୋଭ ନାହିଁ ବାପା। ମୁଁ ତମକୁ ବାଣ୍ଟି ଦେବି। ତମେ ତମର ତା ଭିତରେ କିଏ ମ୍ୟାନେଜର କିଏ ସୁପରଭାଇଜର କିଏ କଣ ରହିବ। ତମେ ତମର ବୁଝାବୁଝି ହେଇକି ରହିବ। ହଁ ହଁ ସିଏ ପଇସା ବି ମୋର ଧରିବାରେ ନାହିଁ। ଯାହା ଲାଭ ହେଲା ଯାହା କ୍ଷତି ହେଲା ସବୁ ତମର। ହଁ ଏ ବା କହୁଥିଲି ଯୋଉ କୋଉ କମ୍ପାନୀ କହିଲୁ? ପ୍ଲାଷ୍ଟିକ କମ୍ପାନୀ ଗୋଟେ ହବ। ହଁ ଆଉ ଗୋଟେ ଚାଉଳ କମ୍ପାନୀ ହବ। ହଁ ଆଉ ଗୋଟେ ଅବିକା ତ ବେଶୀ ଡିମାଣ୍ଡ ଜାଣିଥବୁ ମାଟି ହାଣ୍ଡି ମଟନ ଯୋଉ ସବୁ ମାଂସ ଫାଂସ ତିଆରି ହଉଛି। ହଁ ବା ମୁଁ ବା ଏଇ ସବୁ ଯୋଜନା କରିବି ବୋଲିଆ ପୁରା ମୁଁ ମନରେ ସ୍ଥିର କରିଛି। ଆଉ ଗୋଟାଏ ଯୋଜନା ଅଛି ବଡ କମ୍ପାନୀ ଗୋଟେ ହବ। ସେଠି କିନ୍ତୁ ତୁ ବୁଝାବୁଝି କରିବୁ। ତତେ ମ୍ୟାନେଜର ପୋଷ୍ଟରେ ମୁଁ ରଖିବି। ହଁ ହଁ ଭାଇ ଷ୍ଟିଲ କମ୍ପାନୀ ଗୋଟେ ହବାର ଅଛି। ହଁ ହଁ ହଉ ତୁ ବା ବାହା ହେଇଛୁ ନା କଣ? ତୋ ସ୍ତ୍ରୀ କି କହୁନୁ ରହିଯିବ ଏଇ ଯୋଉ ଆମର ଯୋଉ ମାଟି ହାଣ୍ଡି ମାଟି କଡେଇ ଯୋଉ ମାଟି କପ ଯୋଉ ଚା ପିଉନାହାନ୍ତି ସେଇ ତ ଅବିକା ଡିମାଣ୍ଡ ଅବିକା ବେଶୀ। ଆଉ ତୋ ସ୍ତ୍ରୀ କି କହୁନୁ ସେଇଥିରେ ରହିଯିବ। ହଁ ହଉ ଭାଇ ଶୁଣୁ ତୁ ବାପା ଯାହା କରୁଛୁ କର କିନ୍ତୁ ଇଲେକ୍ସନ ପୂର୍ବରୁ ଆସିକି ପହଞ୍ଚ। ହଁ ପହଞ୍ଚିଲେ ମୁଁ ସବୁ ବ୍ୟବସ୍ଥା ମୁଁ କରିବି। ହଁ ମୋ ଚିହ୍ନ ତ କଣ ଜାଣିଥବୁ ଆଉ କଣ। ହଁ ମୋ ଟିକେଟ ପାଇକି ମୋର ଥୁଆ ହବା। ହଁ ରହୁଛି। ହଁ ବୁଢାଟିଏ ହେଇଥା। ହଁ ଏ ଧଡି ପାଖରେ ଲଗେଇଛି। କଥା ହେଇଯାଅ। ଧଡି ହଁ ଧଡି ହ୍ୟାଲୋ ଧଡି କିରେ? ହଁ ବୁଢାଟିଏ ହେଇଥା। ତୁ ଜାଣିପାଇଲୁ ଟୋନ ରୁ ଜାଣିପାଇଲୁ ନାଇଁ? ନମ୍ବର ସେଭ କରି ରଖିଛୁ? ହଉ ଆଉ କଣ ଦିହ ପା କେମିତି ଅଛି? ସବୁ ଭଲ ଅଛି? ହଉ ଆଉ ମୋ ନାତୁଣୀ ବୋଉ ଦିଅ? ହଉ ଆଉ ପିଲା ଛୁଆ କେମିତି ଅଛନ୍ତି? ସବୁ ଭଲ ଅଛନ୍ତି? ହଁ ବଢିଆ ରେଡି। ଆଉ ମୋ କଥା ମନେ ଅଛି ନା ନାଇଁ? ବା ରଘୁଆ ଫୋନ କରିଥିଲା ତତେ ସକାଳେ? ସେ ହେଡମିସ୍ତ୍ରୀ ହେଇଯାଇଛି। କଣ ହେଲା ତୁ ହେଡମିସ୍ତ୍ରୀ ହେଇଯାଇଛୁ? ବଢିଆ ରେଡି। ଆଉ ଯୋଉ ଇଏ ତୋ ପାଖରେ ଆମର ଆଖପାଖର ନିର୍ବାଚନ ମଣ୍ଡଳ ଆମରି ପାଖ ଆଖର କେତେ ପିଲା ଅଛନ୍ତି?